ଆଜିର ଗପ ସତ୍ୟବାନ କାଠୁରିଆ। ଆସ ଜାଣିବା ସତ୍ୟର କେମିତି ଜୟ ହୁଏ। ଏକ ସମୟର କଥା, ଜଙ୍ଗଲ ପାଖରେ ଜଣେ ଗରିବ କାଠୁରିଆ ରହୁଥିଲେ। ସେ ଜଙ୍ଗଲକୁ ଯାଇ କାଠ କାଟନ୍ତି ଏବଂ ବଜାରରେ ବିକ୍ରି କରି ଜୀବିକା ଚଳାଇଥାନ୍ତି। ଗୋଟେ ଦିନ ସେ ନଦୀ ପାଖରେ ଗଛ କାଟୁଥିଲେ। ହଠାତ୍ ତାଙ୍କର କୁଠାର ହାତରୁ ଖସି ନଦୀରେ ପଡ଼ିଗଲା। ନଦୀ ଖୁବ୍ ଗଭୀର ଥିଲା, ତେଣୁ ସେ କୁଠାର ପାଇପାରିଲେ ନାହିଁ। ଦୁଃଖିତ ହୋଇ ସେ ବସି କାନ୍ଦିବାକୁ ଲାଗିଲେ। ଏହା ଦେଖି ହଠାତ୍ ଜଣେ ଦୟାଳୁ ପରୀ ଆସିଲେ ଓ ପଚାରିଲେ, ତୁମେ କାହିଁ କାନ୍ଦୁଛ? କାଠୁରିଆ ତାଙ୍କ ସମସ୍ୟା ଜଣାଇଲେ। ପରୀ କହିଲେ, ହସିଲେ ଓ ନଦୀରେ ବୁଡ଼ିଗଲେ। ଏକ ସୁନାର କୁଠାର ଆଣି ଉପରକୁ ଆସି କହିଲେ, ଏଇଟା କ'ଣ ତୁମର? କାଠୁରିଆ ସୁନା କୁଠାର ଦେଖି କହିଲେ, ନା, ଏଇଟା ମୋର ନୁହେଁ। ପରୀ ପୁଣି ପାଣି ଭିତରକୁ ବୁଡ଼ିଯାଇ ଏକ ରୂପାର କୁଠାର ଆଣିଲେ। ତାଙ୍କୁ ପଚାରିଲେ, ଏଇଟା କ'ଣ ତୁମର? କାଠୁରିଆ ପୁଣି କହିଲେ, ନା, ଏହା ମୋର ନୁହେଁ। ଶେଷରେ ପରୀ ତାଙ୍କର ପୁରୁଣା ଲୁହାର କୁଠାର ଆଣିଲେ। କାଠୁରିଆ ଖୁସିରେ ଚିତ୍କାର କରି କହିଲେ, ହଁ, ଏଇଟା ମୋର କୁଠାର। ପରୀ ତାଙ୍କର ସତ୍ୟତା ଦେଖି ଖୁସି ହେଲେ। ପୁରସ୍କାର ରୂପେ ସେ ତାଙ୍କୁ 3ଟି କୁଠାର, ସୁନା, ରୂପ, ଲୁହା କୁଠାର ଫେରାଇ ଦେଲେ। କାଠୁରିଆ ତାଙ୍କୁ ଧନ୍ୟବାଦ ଦେଇ ଖୁସି ହୋଇ ଘରକୁ ଫେରିଗଲେ। ନୀତିବାଣୀ, ସତ୍ୟତା ସବୁବେଳେ ପୁରସ୍କାର ଦିଏ।